ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ମୃତ୍ୟୁ ପରେ ଆତ୍ମାକୁ ଯମପୁରରେ ପହଞ୍ଚିବା ପାଇଁ କେତେ ଦିନ ଲାଗିଯାଇଥାଏ। ତେବେ ଦର୍ଶକ ବନ୍ଧୁ, ମୃତ୍ୟୁ ହେଉଛି ଜୀବନର ପରମ ସତ୍ୟ ଅଟେ। କିନ୍ତୁ ମୃତ୍ୟୁ ପରର ସତ୍ୟ ତାହା କେହି ଜାଣିନଥାନ୍ତି। ମୃତ୍ୟୁ ପରେ କ'ଣ ହୋଇଥାଏ, କିପରି ଆତ୍ମା ପ୍ରାଣତ୍ୟାଗ କରେ, କିପରି ସେ ଯମପୁରରେ ପହଞ୍ଚିଥାଏ, ଏହି ସବୁ ପ୍ରଶ୍ନର ଉତ୍ତର ଯଦି କେଉଁଠୁ ଖୋଜି ପାଇବେ, ତାହା ହେଉଛି ଗରୁଡ଼ ପୁରାଣ। ଗରୁଡ଼ ପୁରାଣରେ ଗୋଟିଏ ଭାଗରେ ଯେଉଁଠି ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ତାଙ୍କୁ ପଚାରିଛି, ହେ ଶ୍ରୀହରି, ଆପଣ ମୋତେ କୁହନ୍ତୁ କି ମୃତ୍ୟୁ ପରେ କ'ଣ ହୋଇଥାଏ ଏବଂ ଆତ୍ମା କେତେ ଦିନରେ ଯମପୁରରେ ପହଞ୍ଚିଥାଏ। ଏହାର ଉତ୍ତରରେ ଭଗବାନ ବିଷ୍ଣୁ ଗୋଟି ଗୋଟି କରି 47 ଦିନର ବିଷୟ ବର୍ଣ୍ଣନା କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ 47 ଦିନ ପର୍ଯ୍ୟନ୍ତ ଆତ୍ମା ସହିତ କ'ଣ କ'ଣ ହୋଇଥାଏ। ଗରୁଡ଼ ପୁରାଣରେ କୁହାଯାଇଛି, ମୃତ୍ୟୁ ସମୟରେ ମଣିଷର ପାଟି ପଡ଼ିଯାଇଥାଏ, ଅର୍ଥାତ୍ ସେ କିଛି ବି କହିପାରେ ନାହିଁ। ଯେମିତି ଶରୀରରେ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଏ, ସେତେବେଳେ ତାକୁ ଏକ ଦିବ୍ୟ ଦୃଷ୍ଟି ମିଳିଥାଏ। ଏହି ଦିବ୍ୟ ଦୃଷ୍ଟି ଏଇଥିପାଇଁ ମିଳିଥାଏ କି, ଯାହାଦ୍ୱାରା ସେ ପୁରା ସୃଷ୍ଟିକୁ ଗୋଟିଏ ମିନିଟରେ ପୂରାପୂରି ଦେଖିପାରିବ। ଏହାପରେ ଆତ୍ମାକୁ ନେବା ପାଇଁ ଯମଦୂତମାନେ ଆସିଥାନ୍ତି। ଯମଦୂତକୁ ଦେଖିବା ମାତ୍ରେ ହିଁ ଆତ୍ମା ହୁଁ ହୁଁ ଚିତ୍କାର କରି ଶରୀରରୁ ବାହାରି ଯାଇଥାଏ। ଯେତେବେଳେ ଆତ୍ମା ଶରୀରରୁ ବାହାରି ଯାଇଥାଏ, ତା ବେକରେ ଏକ ଶିକୁଳିକୁ ଯମଦୂତମାନେ ବାନ୍ଧି ଦେଇଥାନ୍ତି ଏବଂ ତାକୁ ଯମପୁରକୁ ନିଆଯାଇଥାଏ। ଗରୁଡ଼ ପୁରାଣ ଅନୁସାରେ ଯଦି ଆତ୍ମା ପବିତ୍ର ହୋଇଥାଏ, ତେବେ ତାକୁ ନେବା ପାଇଁ ପରମାତ୍ମାଙ୍କ ବାହନ ନିଜେ ଆସିଥାନ୍ତି ଏବଂ ଯଦି ଆତ୍ମା ପାପୀ ହୋଇଥାଏ, ତେବେ ତାକୁ ନିଆଁ ଏବଂ ଅନ୍ଧାର ରାସ୍ତାରେ ଯିବା ପାଇଁ ପଡ଼ିଥାଏ। ପାପୀ ଆତ୍ମାକୁ ଯମପୁରରେ ପହଞ୍ଚିବା ପରେ ନିର୍ଯାତନା ଦିଆଯାଇଥାଏ। ଏହାପରେ ଆତ୍ମାକୁ ପୁଣି ଥରେ ତା ଘରେ ନେଇ ଛାଡ଼ି ଦିଆଯାଏ। ଆତ୍ମା ନିଜର ଅନ୍ତିମ କାର୍ଯ୍ୟକୁ ନିଜ ଆଖିରେ ଦେଖିଥାଏ। ମୃତ୍ୟୁର 12 ଦିନ ପର୍ଯ୍ୟନ୍ତ ନିଜ ଘରେ ନିଜ ଲୋକମାନଙ୍କ ପାଖରେ ରହିଥାଏ। 13 ଦିନ ପରେ ପିଣ୍ଡଦାନର ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବା ପରେ ଯମଦୂତମାନେ ପୁଣି ତାକୁ ନେବା ପାଇଁ ଆସିଥାନ୍ତି। କିନ୍ତୁ ଏବେ ଆତ୍ମାକୁ ଯମପୁର ଯିବା ପାଇଁ ଅନେକ କଷ୍ଟ ସହିବାକୁ ପଡ଼ିଥାଏ। ଗରୁଡ଼ ପୁରାଣ ଅନୁସାରେ ଯଦି ଆତ୍ମା ପାପୀ ହୋଇଥାଏ, ତେବେ ତାକୁ ବୈତରଣୀ ନଦୀ ପାରି ହୋଇଯିବା ପାଇଁ ପଡ଼ିଥାଏ। ପୁରାଣରେ ଲେଖା ଅଛି କି, ଏହି ଜଳ ନାଲି ରଙ୍ଗର ହୋଇଥାଏ ଏବଂ ଏହା ନିଆଁ ଭିତରେ ବହିବା ସହିତ ଏଥିରେ ବହୁତ ଭୟଙ୍କର ଜୀବ ମଧ୍ୟ ରହିଥାନ୍ତି। ଏବେ ଆତ୍ମାର କର୍ମ ଅନୁସାରେ ତାକୁ ନଦୀ ପାରି ହେବାକୁ ପଡ଼ିଥାଏ। ଯଦି ଆତ୍ମା ପାପୀ ହୋଇଥାଏ, ତେବେ
ତାକୁ ସେହି ନଦୀରେ ହିଁ ଘୋଷାଡ଼ି ନିଆଯାଇଥାଏ। ସେତେବେଳେ ଆତ୍ମା ଅନୁଭବ କରେ କି ତାକୁ ଯେପରି କିଏ ଜାଳି ଦେଉଛି, କିନ୍ତୁ ଯଦି ବହୁ ପାପ ମଧ୍ୟରେ ଯଦି କିଛି ପୁଣ୍ୟ କରିଥାଏ, ତେବେ ତାକୁ ବାହନ ଦ୍ୱାରା ନଦୀ ପାରି କରାଯାଏ। ବୈତରଣୀ ନଦୀର ଏହି ରାସ୍ତା 47 ଦିନର ହୋଇଥାଏ ଏବଂ 47 ଦିନ ପର୍ଯ୍ୟନ୍ତ ତାକୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ। 47 ଦିନ ପର୍ଯ୍ୟନ୍ତ ତାର ସବୁ ପାପ ମୁତାବକ ତାକୁ ଦଣ୍ଡ ଦିଆଯାଇଥାଏ। ଏହା ଥିଲା ଆତ୍ମାର 47 ଦିନର ବିଷୟ, ଯାହା ଭଗବାନ ବିଷ୍ଣୁ ନିଜ ବାହନ ଗରୁଡ଼କୁ ଜଣାଇଥିଲେ।